ଗଳ୍ପଟିର ଶୀର୍ଷକ ହେଲା ରଞ୍ଜା। ପାଚେରୀ ଭିତରୁ ଉଠି ଆସି କଖାରୁ ଡଙ୍କଟି ଦିନେ ଘର ବାହାରେ ଥିବା କନିଅର ଗଛ ଉପରେ ଲୋଟି ପଡ଼ିଲା। ମନରେ ରୋମାଞ୍ଚ, ଆପଣାପଣ ଆଉ କିଛି ଦୈହିକ ସୁଖ ପାଇ ଅଭିଭୂତ ହେଲା କନିଅର ଗଛ। ତାର ଏକଲାପଣକୁ ଦୂର କରି ତାକୁ ଦେହ ସୁଖ ଦେଇଥିବାରୁ ଡଙ୍କ ପ୍ରତି ସବୁବେଳେ ସେ ଦୁର୍ବଳ ରହିଲା। କଖାରୁ ଡଙ୍କ ଆହୁରି ମାଡ଼ିଲା। ଏତେ ଜୋରରେ ମାଡ଼ିଲା ଯେ ଅଳ୍ପ ଦିନରେ ତାର କାୟା ବିସ୍ତାର କରି ପୂରା କନିଅର ଗଛକୁ କାବୁ କରିଦେଲା। ଏବେ ଯିବା ଆସିବା ଲୋକେ ସେଇ ବାଟ ଦେଇ ଗଲାବେଳେ କହୁଥିଲେ, ଏଇ ଦେଖ, କଖାରୁ ଡଙ୍କ କେଡ଼େ ଛନଛନ ହୋଇ ବଢ଼ିଛି। କିଏ କିଏ ହାତ ବଢ଼େଇ ଆଉଁସି ଆଣୁଥିଲେ ଡଙ୍କ ଦେହରେ ଭରି ରହିଥିବା କଅଁଳ ପତ୍ରକୁ, ତ ଆଉ କେହି କିଛି ପତ୍ର ହାତେଇ ବି ନେଉଥିଲେ, ନିଜର ଭୋକ ମେଣ୍ଟେଇବା ସକାଶେ। ପ୍ରତିଥର କନିଅର ଡାଳକୁ ଅଣଦେଖା କରି କାହାରି ନା କାହାରି ହାତ ଯାଇ ବାଜୁଥିଲା କଖାରୁ ଡଙ୍କ ଦେହରେ। ଏସବୁ ଦେଖି ମନରେ ଖୁବ୍ କଷ୍ଟ ହେଉଥିଲେ ବି ବିଚରା କନିଅର ଗଛ ଆଉ କରିଥାନ୍ତା ବା କ'ଣ? ସେ ଜାଣିଛି ଏ ଦୁନିଆଟା ଏମିତି। ଯିଏ ଉପରେ ରହିଲା ଆଉ ଆଗକୁ ମାଡ଼ି ଯିବାର ତାକତ ରଖିଲା, ସମସ୍ତେ ତାରି ସାନ୍ନିଧ୍ୟ ପାଇ ତା ଆଡ଼କୁ ହାତ ବଢ଼େଇବେ। ଆଜି ଯାଏଁ ତ ସବୁ ସହିବା ଦାଇରା ଭିତରେ ଥିଲା, କିନ୍ତୁ କଖାରୁ ଡଙ୍କ ଏବେ ମୁଣ୍ଡ ଉଠାଇଛି ବିଦ୍ୟୁତ୍ ତାର ଆଡ଼କୁ। କନିଅର ଗଛର କଥା ମାନିଲେ ତାର ତ ଗତି ସେଇଠି ଅଟକିଯିବ। ଜୀବନକୁ ଆନନ୍ଦରେ ଜୀଇଁବା ପାଇଁ ତାକୁ ଯେଉଁ ନୂଆ ନୂଆ ପ୍ରେମ ଆଉ ରୋମାଞ୍ଚର ଆବଶ୍ୟକତା ରହିଛି, ସେସବୁକୁ କ'ଣ ସେ ହାତଛଡ଼ା କରିଦେବ? ଏବେ କଖାରୁ ଡଙ୍କ ତା ଆଖିର ଇସାରାରେ ଜଣେଇ ସାରିଲାଣି ସେ ଆଉ କନିଅର ଗଛର କଥା ମାନିବନି। ପ୍ରଗତିର ସ୍ୱପ୍ନରେ ଅଭିଭୂତା କଖାରୁ ଡଙ୍କ ବିଦ୍ୟୁତ୍ ତାରକୁ ଆପଣେଇ ଦିନେ ନିଶ୍ଚୟ ଜଳିଯିବ, ଆଉ ତା ସାଥିରେ ସେ ଜାଳିଦେବ କନିଅର ଗଛକୁ। କନିଅର ଗଛକୁ ଏକଥା ବହୁ ଆଗରୁ ଜାଣିନେବାର ଥିଲା ଯେ ଡଙ୍କ କାହାର ନୁହେଁ। ତାର ଆଗକୁ ମାଡ଼ିଯିବାର ରାସ୍ତାରେ ଯିଏ ତାକୁ ସାହାଯ୍ୟ କରିବାକୁ ନିଜର ପିଠି ଦେଖାଏ, ସେ ହିଁ ଶେଷକୁ କେବଳ ମାତ୍ର ରଞ୍ଜାଟିଏ ହୋଇ ରହିଯାଏ। ଧନ୍ୟବାଦ।